back here like a home village. ମୁଁ ବହୁତ ଖୁସି ଅଟେ ଏ ଗାଁରେ ଆସି ଯୋଉଟା କି ମୁଁ ନିଜ ଗାଁ ବୋଲି ମୁଁ ଅନୁଭବ କରୁଛି। Brother Ashish and Ananta was just like my brothers. ଭାଇ ଆଶିଷ ଏବଂ ଅନନ୍ତ ମୋର ନିଜର ଭାଇ ପରି ମୁଁ ଅନୁଭବ କରେ। And all of you here, beautiful faces and sisters and brothers. ଆଉ ସମସ୍ତେ ମଧ୍ୟ ଅତି ସୁନ୍ଦର ଭାବରେ ଆନନ୍ଦ କରୁଛନ୍ତି ଭାଇ ଭଉଣୀ ମାନେ ଧନ୍ୟବାଦ। Every day I watches your videos that I took when I came last time in 2018. ଯେତେବେଳେ 2018 ରେ ମୁଁ ଏଠାରେ ଆସିଥିଲି ଆପଣଙ୍କ ଭିଡିଓ ମୁଁ ନେଇଥିଲି ମୁଁ ସବୁଦିନ ଦେଖିବି ଆଉ ମୁଁ ଖୁସି ହେବି ବୋଲି କହୁଛନ୍ତି। Even I spoke about you with my wife every time. ଆଉ ମୋ ସ୍ତ୍ରୀକୁ ମଧ୍ୟ ମୁଁ ସବୁବେଳେ ଏ ବିଷୟ କୁହେ। You're wonderful people. ଆପଣମାନେ ବହୁତ ସୁନ୍ଦର ଲୋକ। Thank you so very much for welcoming us this tonight. ଆପଣମାନଙ୍କୁ ଧନ୍ୟବାଦ ଆମ ଏ ରାତ୍ରରେ ସ୍ୱାଗତ କରିଥିବାରୁ। Thank you so much for the local pastor. ପାଷ୍ଟରଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଏ। And thank you brother Ashish. ଆଶିଷକୁ ମଧ୍ୟ ବହୁତ ଧନ୍ୟବାଦ ଦିଏ। Thank you brother Ananta. ଅନନ୍ତକୁ ମଧ୍ୟ ବହୁତ ଧନ୍ୟବାଦ ଦିଏ। Every one of you. ଏ ସମସ୍ତଙ୍କୁ ମୁଁ ଗୋଟେ ଜୋରଦାର କରତାଲ ଦେଇ ଧନ୍ୟବାଦ ଦିଏ। ପାଷ୍ଟର ରାଜାରାୟ ମଧ୍ୟ ଅଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ। He is here. ସେ ଏଠାରେ ଅଛନ୍ତି। He is very small, ସେ ବହୁତ ଛୋଟ but he is really a wonderful man of God. ସେ ପ୍ରକୃତରେ ବହୁତ ମାନେ ଉତ୍ସାହର ପରମେଶ୍ୱରଙ୍କ ସେବା କରୁଛନ୍ତି। There are people try to kill him 5 times for the sake of the gospel. ବାକ୍ୟ ପ୍ରଚାର କରୁଥିବା ସମୟରେ ଲୋକ 5 ଥର ତାକୁ ମାରିବା ପାଇଁ ଚେଷ୍ଟା କଲେ। But God saved him. He has 2 churches now. ମାତ୍ର ପରମେଶ୍ୱର ତାଙ୍କୁ ଉଦ୍ଧାର କଲେ ତାର ଏବେ 2ଟା ଚର୍ଚ୍ଚ ଅଛି। ହାଲେଲୁୟା Hallelujah. He is very poor man, but God blessed him so much. ସେ ବହୁତ ଗରିବ ଅଟନ୍ତି ମାତ୍ର ପରମେଶ୍ୱର ତାଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି। Most of our ministry in travel agency and Andhra Pradesh was on the mountains. ଆମର ସେବା ଆନ୍ଧ୍ରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଆମେ କରୁଛୁ। Our vision to share the gospel to the people who never heard about the gospel. ଯିଏ ମାନେ କେବେ ବି ପରମେଶ୍ୱରଙ୍କର ବାକ୍ୟ ଶୁଣି ସୁସମାଚାର ଶୁଣି ନାହିଁ ତାଙ୍କଠାରୁ ସୁସମାଚାର ପହଞ୍ଚାଇବାର ଆମର ଲକ୍ଷ୍ୟ ଅଟେ। And thank you so much for wonderful worship. ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ସୁନ୍ଦର ଉପାସନା ପାଇଁ। Like my wife said, like we don't understand the language, but God understands our language. ମୋ ସ୍ତ୍ରୀ କହିଲା ପରା ଆମେ ଯଦି ଭାଷା ନ ବୁଝିଲେ ମଧ୍ୟ ଆମର ଭାଷା ପରମେଶ୍ୱର We ବୁଝୁଛନ୍ତି। rejoice with you in the spirit. ଆମେ ତୁମଠାରେ ଆନନ୍ଦ କରୁ ଆତ୍ମାରେ। Tonight I want to just encourage you with few words before we conclude it. ଏହି ରାତ୍ରରେ ଆମେ କେତେଟା ବିଷୟ ଦେଇ ଆପଣମାନଙ୍କୁ ମୁଁ ଉତ୍ସାହ କରିବା ପାଇଁ ଚାହେଁ। We are living in the last days. ଆମମାନେ ଶେଷ ଦିନରେ ବାସ କରୁଅଛୁ। Millions of people around the world passed away with COVID. ଲକ୍ଷ ଲକ୍ଷ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। I thought I would die in 2020. ମୁଁ ଭାବିଲି ମୁଁ ମଧ୍ୟ ମରିଯିବି 2022 ରେ। Everywhere the news was thousands of people dying each day. ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ। Even I said to my wife that I'm going to die. ମୁଁ ମୋ ସ୍ତ୍ରୀକୁ ମଧ୍ୟ କହିଲି ମୁଁ ମରିବା ପାଇଁ ଯାଉଅଛି। The fear of COVID gripped me. କରୋନାର ଭୟ ମୋତେ ଧରି ଦେଇଥିଲା। But my wife said, ମୋ ସ୍ତ୍ରୀ କହିଲେ no, God is there, He will save us. ନାଇଁ ପରମେଶ୍ୱର ସେଠାରେ ଅଛନ୍ତି ସେ ଆମକୁ ରକ୍ଷା କରିବେ। He will protect us. ସେ ଆମକୁ ମୁକ୍ତ କରିବେ। Even during the pandemic, ଏହି କୋଭିଡ ମହାମାରୀ ସମୟରେ God is able us to send the food supplies to so many people. ଆଉ ମହାମାରୀ ସମୟରେ ପରମେଶ୍ୱର ଆମକୁ ଏ ପ୍ରକାର ସକ୍ଷମ କଲେ ଯେ ଅନେକ ଲୋକଙ୍କୁ ଆମେ ଖାଦ୍ୟ ପେୟ ଯୋଗାଇଲୁ। Hallelujah. I want to read one verse from the Bible. ବାଇବେଲରୁ ଗୋଟେ ବାକ୍ୟ ମୁଁ ପଢିବା ପାଇଁ ଚାହେଁ। 1 John ପ୍ରଥମ ଜହନ chapter 2 2ର verses 18. 18। Can you read it, someone? ପ୍ରଥମ ଜହନ 2ର 18।